ତ ଯାହା କହିଲେ ତୁମେ ଆପଣ ପାର୍ଟିରେ କହିଥିଲେ ଯାହା ହେଲା ସେମିତି ଯାହା କହିଛନ୍ତି 1 ନମ୍ବର ରାଜ୍ୟ ହେବ ତା ବି ହେବ ଏବଂ 1 ନମ୍ବର ରାଜ୍ୟ ହେବା ପାଇଁ ମଧ୍ୟ କିଛି ଅସୁବିଧା ନାହିଁ। ଓଡ଼ିଶାରେ ଆପଣମାନେ ସମସ୍ତେ ଜାଣନ୍ତି, ଆପଣମାନେ ତ ଗଣମାଧ୍ୟମ ମାନେ ଜାଣନ୍ତି ଓଡ଼ିଶାଟା ଧନୀ ବଟ୍ ଓଡ଼ିଆ ଗରିବ। ଏଇ ପରମ୍ପରାଟା ଆମର ଥିଲା, ଯେଉଁଟା ବିଜୁ ପଟ୍ଟନାୟକ ମଧ୍ୟ ସେ କଥା କହିଥିଲେ ଯେ ଆମେ ଫିସ୍କାଲ ଅଟୋନୋମି ଦେଇଦିଅ ଆମେ ମୁଁ କରିଦେବି, ଓଡ଼ିଶାଟାକୁ ସେ ଷ୍ଟାଣ୍ଡାର୍ଡ଼କୁ ନେଇଛି। ତ ଆଜି ସେଇ କଥାଟା ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବରେ ସେଇ ସପୋର୍ଟଟା ଆମକୁ ଦେବ ଡବଲ ଇଞ୍ଜିନ ସରକାର ପାଇଁ। କିନ୍ତୁ ସବୁଠୁ ବଡ଼ କଥା ହେଲା ଇଏ ଯେଉଁ ସେକ୍ରେଟେରିଏଟ୍ ଆପଣମାନେ ଆସିପାରୁନଥିଲେ, ତହସିଲ ଅଫିସ ବ୍ଲକ ଅଫିସ ଲୋକ ଯାଇପାରୁନଥିଲେ, ଯେଉଁ ଅଫିସର ରାଜ ଚାଲିଥିଲା ସେଇଟା ଧ୍ୱଂସ ହୋଇଗଲା। ଏଇଟା ହେଉଛି ଗ୍ରେଟ୍ ଆଚିଭମେଣ୍ଟ। ବର୍ତ୍ତମାନର କଥା କାମ କ'ଣ ହେବ ନ, ମୁଁ ଜଣେ ସାଧାରଣ ନାଗରିକ ହିସାବରେ କହୁଛି ଯେ କାମ କ'ଣ ହେବ ନ ହେବ ବଡ଼ କଥା। ଆଜି ମୁଖ୍ୟମନ୍ତ୍ରୀ ସାଣ ମେଲା କରିଦେଇଛନ୍ତି, ଜଗନ୍ନାଥ ମନ୍ଦିର ସାଣ ମେଲା ହେଇଗଲା, ତାଙ୍କ ଗ୍ରିଭାନ୍ସ ମଧ୍ୟ ସାଣ ମେଲା। ଯିଏ ଚାହିଁଲେ ସିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରିବେ, ସାଧାରଣ ଲୋକଟି ବି ଦେଖା ହୁଏ। ଦ୍ୟାଟ୍ ଇଜ୍ ଦ ଇମ୍ପ୍ରେସନ୍ ଫାଷ୍ଟ, ମାନେ କହନ୍ତି ଫାଷ୍ଟ ଇମ୍ପ୍ରେସନ୍ ଲାଷ୍ଟ ଲଭ୍। ସରକାରଙ୍କର ଏଇ ଗୋଟାକ ବଡ଼ କଥା ଥିଲା। ସବୁ ଏଇଟା ସେକ୍ରେଟେରୀ ନୁହଁ, ଅଫିସର ମାନଙ୍କର ମୋଡ୍ ବଦଳିଗଲାଣି, ବ୍ୟବହାର ବଦଳିଗଲାଣି, ଚାଲିଚଳନ ବଦଳିଗଲାଣି, ରେସ୍ପନ୍ସ ବଦଳିଗଲାଣି। ସବୁ ଧରାଧଡ଼ 24 ଘଣ୍ଟା ହେଇନି, ଡିପାର୍ଟମେଣ୍ଟ ବଣ୍ଟା ହେଇନି, ସବୁ ବଦଳିଗଲାଣି। ଆମେ ତ ଦେଖୁଛୁ ଏବଂ ଆମେ ଖୁସି ମଧ୍ୟ, ଆଉ ବଦଳି ଯିବା ବି ଦରକାର। ଆମେ କାରଣ ପ୍ରଶାସନ ଶାସନ ଏକାଠି କାମ କରିବେ। ସେମାନେ ଯେଉଁ ଢଙ୍ଗରେ ନେଉଥିଲେ, ଅବଶ୍ୟ ଗୋଟେ କଥା ମୁଁ ବାହାରୁ ଶୁଣିଲି, ଆମ ଚିଫ୍ ସେକ୍ରେଟାରୀ କହୁଥିଲେ, କହିଲେ ସେ ଢିଙ୍କି ପ୍ରଶାସନଟା ଗୋଟେ ଢିଙ୍କି, ଶାସକ ଯେମିତି କୁଟିବ ସେମିତି ଚାଉଳ ବାହାରିବ। ଉଷୁନା ଚାହିଁଲେ ଉଷୁନା ଚାହିଁବ, ଅରୁଆ ଚାହିଁଲେ ଅରୁଆ କାଢ଼ିବ, ଗୁଣ୍ଡ ଚାହିଁଲେ ଗୁଣ୍ଡ। ତେଣୁ ଢିଙ୍କି